ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମରେ ମୋର ଆନ୍ତରିକ ନମସ୍କାର। ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ଆଉ ଏକ ଭିଡ଼ିଓକୁ ସ୍ୱାଗତ କରୁଅଛି। ପ୍ରିୟ ବନ୍ଧୁଗଣ, ଆଜିର ଭିଡ଼ିଓରେ ଆମେ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ ଆଲୋଚନା କରିବା ଯେ ସ୍ୱର୍ଗକୁ ଯାଇ ପୁଣି ଥରେ ପୃଥିବୀକୁ ଫେରିଥିଲେ। ପରମେଶ୍ୱର ତାଙ୍କୁ ସ୍ୱର୍ଗକୁ ଦେଖାଇଥିଲେ। ତେବେ ଚାଲନ୍ତୁ ଭିଡ଼ିଓକୁ ଆମେ ଆରମ୍ଭ କରିବା। ସ୍ୱର୍ଗର ଦର୍ଶନ ଯିଏ ପାଇଥିଲେ ତାଙ୍କ ନାମ ହେଉଛି ଗ୍ରେଉଡ୍। ସେ ଦିନେ ନିଜ ଭଉଣୀଙ୍କ ସହିତ କାରରେ ଯାତ୍ରା କରୁଥିଲେ। ତାପରେ କାରଟି ତାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା। ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ କିପରି ସ୍ୱର୍ଗକୁ ଗଲେ ଏବଂ ସ୍ୱର୍ଗର ଦର୍ଶନ ପାଇଲେ, ଏହାର ଜବାବରେ ସେ କହିଥିଲେ, ମୋ ନାମ ହେଉଛି ଗ୍ରେଉଡ୍। ମୁଁ ଯେତେବେଳେ ମୋ ଭଉଣୀଙ୍କ ସହିତ କାରରେ ଆକ୍ସିଡେଣ୍ଟ ହେଲି, ଦୁର୍ଘଟଣାଗ୍ରସ୍ତ ହେଲି, ସେତେବେଳେ ମୋତେ ଉପରକୁ ଦୂତମାନଙ୍କ ଦ୍ୱାରା ଉଠାଇ ନିଆଯାଇଥିଲା। ସେହି ସମୟରେ ମୁଁ ଆକାଶର ବାଦଲ ଭିତରେ ଥାଇ ଗତି କରୁଥିଲି। ମୋ ଚତୁର୍ଦିଗରେ ଆଲୁଅ ଥିଲା। ଦୂତମାନେ ମୋତେ ଧରି ଉପରକୁ ଉପରକୁ ନେଉଥିଲେ। ଆଉ ଯେତେବେଳେ ମୁଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲି, ସେତେବେଳେ ମୋ ଶରୀର ଅଚଳ ହୋଇଯାଇଥିଲା। ଆଉ ସେମାନେ ମୋତେ ମୃତ ବୋଲି ଘୋଷଣା କରିଥିଲେ। ଆଉ ମୋ ଶରୀର ପ୍ରକୃତରେ 61 ମିନିଟ୍ ପର୍ଯ୍ୟନ୍ତ ମୃତ ଥିଲା। ଦୂତମାନେ ମୋତେ ଯେତେବେଳେ ଉପରକୁ ନେଉଥିଲେ, ତାହା ଶାନ୍ତିପୂର୍ଣ୍ଣ ଥିଲା ଏବଂ ରୋମାଞ୍ଚକର ଥିଲା। ସ୍ୱର୍ଗରେ ଦୂତଗଣ ମେଷ ଶାବକଙ୍କ ସମ୍ମୁଖରେ ଗୀତ ଗାଇବା ଆରମ୍ଭ କଲେ। ମୁଁ ପ୍ରକୃତରେ ସୁବର୍ଣ୍ଣ ରଙ୍ଗର ସ୍ୱର୍ଗକୁ ଦେଖିଥିଲି। ମୁଁ ସ୍ୱର୍ଗରେ 12ଟି ଫାଟକ, 12 ଜଣ ଶିଷ୍ୟ ଏବଂ ଅନେକ ଦୂତଙ୍କୁ ଦେଖିଥିଲି। ଫାଟକ ଗୁଡ଼ିକ 500 ମାଇଲ ପର୍ଯ୍ୟନ୍ତ ଦୂର ଥିଲା। ମୁଁ ତାପରେ ସବୁଜ ରଙ୍ଗର ଘାସ ପଡ଼ିଆରେ ଚାଲିବା ଆରମ୍ଭ କରିଦେଇଥିଲି। ମୋତେ ଯେପରି ଅନୁଭବ ହେଉଥିଲା, ସ୍ୱର୍ଗରେ ସେହି ଘାସ ପଡ଼ିଆରେ ହୀରା ସବୁ ଝଲସୁଛି। ଗୋଟିଏ ଫାଟକ ପାଖରେ ଜଣେ ଦୂତ ଠିଆ ହୋଇଥିଲେ। ତାଙ୍କର ଉଚ୍ଚତା ପ୍ରାୟ 70 ଫୁଟ ଥିଲା। ତାଙ୍କ ହସ୍ତରେ ଏକ ଖଡ୍ଗ ଥିଲା ଆଉ ତାହାଙ୍କର କେଶ ସୁନ୍ଦର ଥିଲା। ସେହି ଦୂତ ସହର ଭିତରେ ଥିଲେ। ସେ କିଛି ବହି ରଚନା କରୁଥିଲେ। ଆଉ ସେହି ସ୍ୱର୍ଗରେ ମୁଁ ମୋ ବନ୍ଧୁଙ୍କ ସହିତ ସାକ୍ଷାତ କରିଥିଲି, ଯାହାଙ୍କୁ ହତ୍ୟା କରାଯାଇଥିଲା। ଆଉ ସେଠାରେ ମୁଁ ଏକ ଲାଇବ୍ରେରୀ ଦେଖିଲି, ଯେଉଁଠାରେ ବିଭିନ୍ନ ପ୍ରକାର ବହି ଗୁଡ଼ିକ ଥିଲା। ସବୁଠାରୁ ରୋମାଞ୍ଚକର ବହି ମୁଁ ଦେଖିଲି, ଯାହାର ନାମ ଥିଲା ମେଷ ଶାବକଙ୍କ ପୁସ୍ତକ, ଯାହାର ନାମ ଥିଲା ଜୀବନ ପୁସ୍ତକ। ଆଉ ମଧ୍ୟ ମୁଁ ଦେଖିଲି, ଯେତେବେଳେ ଜଣେ ଯୀଶୁଙ୍କୁ ନିଜର ବ୍ୟକ୍ତିଗତ ଉଦ୍ଧାରକର୍ତ୍ତା ଭାବରେ ଗ୍ରହଣ କରେ, କ'ଣ ହୁଏ? ସ୍ୱର୍ଗରେ ସର୍ବଦା ଆନନ୍ଦ ହୋଇଥାଏ। ସେଠାରେ ମୁଁ ଏଭ୍ରି ପୁସ୍ତକ 12ର ଏକ ଅଂଶ ଦେଖିଥିଲି। ଏହାପରେ ମୋ ସାଙ୍ଗ ମୋତେ ସିଂହାସନ କୋଠରୀକୁ ନେଇଯାଇଥିଲେ। ମୁଁ ସେଠାରେ ଦେଖିଲି ଯେ ଗୋଡ଼ ଗୁଡ଼ିକ ଝୁଲୁଛି। ଯେତେବେଳେ ଲୋକମାନେ ପ୍ରାର୍ଥନା କରନ୍ତି, ସେତେବେଳେ ପରମେଶ୍ୱର ସେମାନଙ୍କର ପ୍ରାର୍ଥନାକୁ ଶୁଣନ୍ତି। ପରମେଶ୍ୱର ପ୍ରକୃତରେ ଏହି ବିଷୟକୁ ମୋତେ ଗୁରୁତ୍ୱ ଦେଇଛନ୍ତି। ମୁଁ ଯାହା ଦେଖିଲି ତାହା ସରଳ ଥିଲା, କଠିନ ନଥିଲା। ତାଙ୍କର ବାକ୍ୟକୁ ବିଶ୍ୱାସ କରିବା ହିଁ ପ୍ରକୃତ ବିଶ୍ୱାସ ଅଟେ। ଆଉ ପ୍ରଭୁ ମୋତେ କହିଥିଲେ, ଯେତେବେଳେ ତୁମେ ପୃଥିବୀକୁ ଯିବ, ଏହି ସମସ୍ତ ବିଷୟକୁ ତୁମେ ଲେଖିବ। Bright, but not as bright as the lights that are shining here in the studio in my face. Angels took me underneath their wings. Now, while this is going on, eventually a paramedic gets to you. ଆଉ ଏହି ସମସ୍ତ ବିଷୟକୁ ନିଜ ପ୍ରାର୍ଥନାରେ ସ୍ମରଣ କରିବ। ଆଉ ସେ କହିଥିଲେ, ସବୁଠାରୁ ବଡ଼ ଚମତ୍କାର ହେଉଛି, ତୁମେ ମେଷ ଶାବକଙ୍କୁ ବହୁମୂଲ୍ୟ ରକ୍ତ ଦ୍ୱାରା ମୁକ୍ତ ହେଇଅଛ। ମୁଁ ଯେଉଁ ଡାକ୍ତରଖାନାରେ ଭର୍ତ୍ତି ହେଇଥିଲି, ମୁଁ ଅନୁଭବ କଲି ଯେ ଯୀଶୁ ଯେମିତି ମୋ ହସ୍ପିଟାଲ କୋଠରୀକୁ ପ୍ରବେଶ କରିଛନ୍ତି। ତାପରେ ସେ ନିଜର ହସ୍ତକୁ ମୋ ଗଳା ଉପରେ ରଖି ଏକ ସ୍ମିତ ହାସ୍ୟ ହସିଥିଲେ ଆଉ କହିଥିଲେ ଯେ ମୁଁ ହିଁ ଦ୍ୱାର। ଏହାପରେ ଏକ୍ଜାକ୍ଟ 61 ମିନିଟ୍ ପରେ ତାଙ୍କର ହୋସ୍ ଆସିଥିଲା।
ପ୍ରିୟ ବନ୍ଧୁଗଣ, ଆପଣ ବର୍ତ୍ତମାନ ଯାହା ଶୁଣିଲେ ତାହା କୌଣସି କାହାଣୀ ନୁହେଁ, ଏହା ହେଉଛି ଏକ ଜୀବନ୍ତ ସାକ୍ଷ୍ୟ। କିନ୍ତୁ ଆପଣ ଏହି ବିଷୟରେ କ'ଣ ଭାବୁଛନ୍ତି ମୋତେ କମେଣ୍ଟ ମାଧ୍ୟମରେ ଜଣାଇବେ। ମୁଁ ସେହି ଭିଡ଼ିଓକୁ ଏଠାରେ ଅପଲୋଡ଼ କରିପାରିବି ନାହିଁ, କାରଣ ଯଦି ମୁଁ ଏହି ଭିଡ଼ିଓକୁ ଡାଇରେକ୍ଟ ଏଠାରେ ଅପଲୋଡ଼ କରିବି ତେବେ ୟୁଟ୍ୟୁବ୍ ତରଫରୁ କପିରାଇଟ୍ ଷ୍ଟ୍ରାଇକ୍ ଆସିଯିବ। ତେଣୁ ଯଦି ଆପଣ ସେହି ସାକ୍ଷ୍ୟର ଭିଡ଼ିଓ ଡାଇରେକ୍ଟ ଦେଖିବାକୁ ଚାହୁଁଛନ୍ତି ତେବେ ମୋ ଡେସ୍କ୍ରିପସନ୍କୁ ଯାଆନ୍ତୁ। ସେଠାରେ ସେହି ଭିଡ଼ିଓର ଏକ ଲିଙ୍କ ଅଛି। ଆପଣ ସେହି ଲିଙ୍କ ଉପରେ କ୍ଲିକ୍ କରି ସେହି ଭିଡ଼ିଓକୁ ଦେଖିପାରିବେ। ଆଉ ସେହି ଭିଡ଼ିଓ ଇଂରାଜୀ ଭାଷାରେ ରହିଛି, ଆଉ ଆପଣ ଦେଖିପାରିବେ। ତେବେ ବନ୍ଧୁଗଣ, ଇଏ ଥିଲା ଏକ ସ୍ୱର୍ଗର ସାକ୍ଷ୍ୟ। ଯିଏ ସ୍ୱର୍ଗର ଦର୍ଶନ ପାଇଥିଲେ ତାଙ୍କ ନାମ ଥିଲା ଗ୍ରେଉଡ୍। ତେବେ ସେ ଯେତେବେଳେ ଦୁର୍ଘଟଣାଗ୍ରସ୍ତ ହେଲେ, ସେ କିପରି ଦୂତମାନଙ୍କ ଦ୍ୱାରା ସ୍ୱର୍ଗକୁ ଉଠେଇ ନିଆଗଲେ ତାହା ସେ ଏକ ଲାଇଭ୍ ଇଣ୍ଟରଭ୍ୟୁ ମାଧ୍ୟମରେ କହିଥିଲେ। ତେବେ ପ୍ରିୟ ବନ୍ଧୁଗଣ, ସ୍ୱର୍ଗ ବାସ୍ତବିକ ଅଟେ ଏବଂ ନର୍କ ମଧ୍ୟ ବାସ୍ତବିକ ଅଟେ। ଏଥିରେ କୌଣସି ମିଥ୍ୟା ବିଷୟ ନୁହେଁ। ତେବେ ଏହି ବାସ୍ତବତା ମଧ୍ୟରେ ବଞ୍ଚିବା ହେଉଛି ଆମର କାମ। ସ୍ୱର୍ଗକୁ ବିଶ୍ୱାସ କରିବା, ନର୍କକୁ ବିଶ୍ୱାସ କରିବା ଆମର କର୍ତ୍ତବ୍ୟ ଅଟେ। କିନ୍ତୁ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ସ୍ୱର୍ଗକୁ ବିଶ୍ୱାସ କରନ୍ତି ନାହିଁ କି ନର୍କକୁ ମଧ୍ୟ ସେମାନେ ବିଶ୍ୱାସ କରନ୍ତି ନାହିଁ। ଏପରିକି ସେମାନେ ସମ୍ପୂର୍ଣ୍ଣ ପରମେଶ୍ୱରଙ୍କୁ ହିଁ ବିଶ୍ୱାସ କରନ୍ତି ନାହିଁ। କିନ୍ତୁ ଏହିପରି ଅନେକ ଘଟଣା ରହିଅଛି ଯାହା ପ୍ରମାଣ କରେ ଯେ ସ୍ୱର୍ଗ ରହିଅଛି ଏବଂ ନର୍କ ମଧ୍ୟ ରହିଅଛି। ତେବେ ପ୍ରିୟ ବନ୍ଧୁଗଣ, ଆମେମାନେ କେତେ ସାବଧାନର ସହିତ ଜୀବନ ବିତେଇବା ଦରକାର। କାରଣ ଥରେ ଯଦି ନର୍କ ଯାଏ ତେବେ ସ୍ୱର୍ଗର ଚାନ୍ସ ନାହିଁ। ଆଉ ଯଦି ଜଣେ ଥରେ ସ୍ୱର୍ଗ ଯାଏ ତେବେ ନର୍କର ଚାନ୍ସ ନାହିଁ। ତେବେ ଏହି ଜଗତରେ ଥିଲା ସମୟରେ ଆମମାନଙ୍କୁ ଡିସାଇଡ୍ କରିବାକୁ ହେବ ଆମକୁ କ'ଣ ଦରକାର, ସ୍ୱର୍ଗ ଦରକାର କି ନର୍କ ଦରକାର। ତେବେ ପ୍ରିୟ ବନ୍ଧୁଗଣ, ଆଜି ପାଇଁ ଏତିକି। ଯଦି ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗୁଥାଏ ତେବେ ଏହି ଭିଡ଼ିଓକୁ ଆପଣ ଅନ୍ୟମାନଙ୍କ ସହିତ ସେୟାର ମଧ୍ୟ କରନ୍ତୁ, ଯେପରି ଅନ୍ୟମାନେ ମଧ୍ୟ ଏହିପରି ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ ଦେଖିବାକୁ ପାରିବେ। ଆଉ ଯେପରି ସେମାନଙ୍କର ବିଶ୍ୱାସ ବୃଦ୍ଧି ହେବ, ଯେପରି ସେମାନଙ୍କ ବିଶ୍ୱାସ ମଜବୁତ ହେବ, ସେଥି ନିମନ୍ତେ ଏହି ଭିଡ଼ିଓକୁ ଆପଣ ପ୍ରବଳ ମାତ୍ରାରେ ସେୟାର କରନ୍ତୁ। ଏହା ପୂର୍ବରୁ ମୁଁ ଆଉ ଗୋଟେ ଭିଡ଼ିଓ ମଧ୍ୟ ତିଆରି କରିଥିଲି ଯାହାକି ମୋ ଚ୍ୟାନେଲରେ ଆଜି ବି ମଧ୍ୟ ଅଛି। ତାହା ହେଉଛି ନର୍କର 23 ମିନିଟ୍। ସେଠାରେ ମଧ୍ୟ ଜଣେ ବ୍ୟକ୍ତି ଅଛନ୍ତି ଯିଏକି ନର୍କର ଦର୍ଶନ ପାଇଥିଲେ ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଦର୍ଶନ ପାଇଥିଲେ। ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟ ତାକୁ ମଧ୍ୟ କହିଥିଲେ ଯେ ତୁମେ ଏହି ନର୍କ ବିଷୟକୁ ତୁମେ ଲୋକମାନଙ୍କ ଆଗରେ ପ୍ରକାଶ କର। କାରଣ ଏହିପରି ଅନେକ ଲୋକମାନେ ଅଛନ୍ତି ଯେଉଁମାନେ କି ନର୍କକୁ ବିଶ୍ୱାସ କରନ୍ତି ନାହିଁ। ତେବେ ସମସ୍ତଙ୍କୁ ମୋର ଆନ୍ତରିକ ନମସ୍କାର। ପୁଣି ଦେଖା ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ଆଗାମୀ ଅଧ୍ୟାୟରେ ମଧ୍ୟ ଆମେମାନେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଆମେ ଆଲୋଚନା କରିବା। ତେବେ ପ୍ରିୟ ବନ୍ଧୁଗଣ, ଆଜି ମୁଁ ଏଇଠାରେ ରହୁଅଛି। ମୁଁ ବିଦାୟ ନେଉଛି। ସମସ୍ତଙ୍କୁ ମୋର ଆନ୍ତରିକ ନମସ୍କାର।